ତୁଳସୀ ଗଛ ତ ସମସ୍ତଙ୍କ ଘରେ, କାରଣ ତୁଳସୀ ଗଛ ସବୁବେଳେ ପବିତ୍ର ଏବଂ ଏହି ତୁଳସୀ ଗଛ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏହି ତୁଳସୀ ଗଛ ପାଖରେ ଆଉ ଦୁଇଟି ଗଛ ଯଦି ଲଗାଇଦେବେ ତ ମାତା ଲକ୍ଷ୍ମୀଙ୍କର କୃପା ଆହୁରି ବି 1000 ଗୁଣ ବଢ଼ାଇ ଦେବେ। ତେବେ ଆସନ୍ତୁ ଜାଣିବା କ'ଣ ସେହି ଦୁଇଟି ଗଛ। ତା ପୂର୍ବରୁ ହେ ମାତା ଲକ୍ଷ୍ମୀ, ଯିଏ ବି ତମର ଏହି ଭିଡ଼ିଓଟିକୁ ଲାଇକ୍ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଲେଖିବେ, ତାଙ୍କ ଘରେ କେବେ ବି ସୁଖ ସମୃଦ୍ଧି ଓ ବୈଭବର କମି ହେବାକୁ ଦେବ ନାହିଁ। ତ ପ୍ରଥମ ଗଛଟି ହେଉଛି କଦଳୀ ଗଛ। ମାନ୍ୟତା ଅଛି କି ଯେଉଁଠି କଦଳୀ ଗଛ ଥାଏ ସେଇଠି ଦେବୀ ଲକ୍ଷ୍ମୀ ସଦା ନିବାସ କରିଥାଏ। ଆଉ ଦ୍ୱିତୀୟ ଗଛଟି ହେଉଛି ଅଁଳା ଗଛ। ଏହି ଅଁଳା ଗଛରେ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ।